କହୁଛି ମତେ ଡିଭୋର୍ସଟା ଦେଇଦିଅ। ମୁଁ କଣ ଚାହିଁବି ବାପାଙ୍କ ଟଙ୍କା ଏଗୁଡା ସବୁ ଆଉ କିଛି ଆପଣ ଚାହୁଁନାହାନ୍ତି ଏବେ କେବଳ ମୁଁ କହୁଛି ମତେ ଡିଭୋର୍ସ ଦେଇଦିଅ। ମୋ ବାପାଙ୍କ କହିବା କଥା ମୁଁ ପଇସା ଦେଇଛି ମୋ ଝିଅର ଖୁସି ପାଇଁ। ମୋ ଝିଅ ଖୁସିରେ ରହିଲାନି ମୋ ପଇସା ତୋ ପାଖେ କାହିଁ ରହିବ? ତୁ କାହିଁ ସେ ପଇସାରେ ଚଳିବ? ଆଉ କୋଉ ଝିଅ ଆସି କାହିଁ ଚଳିବ? ତୁ ପଇସା ଦେଇଦେ। ମୋ ବାପା ସେଇଟା କୁହନ୍ତି। ମୁଁ କହେ ନାଇଁ ଭାଇ ମତେ ସିରିୟସଲି ମତେ କିଛି ଦରକାର ନାହିଁ। କିନ୍ତୁ ହଁ ଏବେ ସେ ଯୋଉ ମିଛ ଇଏଟା କରିଦେଲେ ମତେ ସେଇଟା ବହୁତ ଭାଙ୍ଗି ଦେଇଛି। ବର୍ତ୍ତମାନ ମୁଁ କେସରେ ଲଢିବି। ମୁଁ ସତର ସହିତ ଲଢିବି। ମୁଁ ଯୋଉ ଚୁପ୍ ହେଇଯାଇଥିଲି ନାଇଁ ମତେ ଲଢିବାର ନାହିଁ, ମୁଁ ଏବେ ଲଢିବି। ମୁଁ ଏବେ ଲଢିବି, ପୁରା ହକର ସହିତ ଲଢେଇ କରିବି। ମତେ ବି ବୁଝେଇଲେ ଆଜି ମୋର କିଛିଟା ସାଙ୍ଗମାନେ ବୁଝେଇଲେ ତୁ କାହିଁ ଭାବୁଛୁ ନିଜ ଲୋକ ସାଥିରେ ଲଢେଇ କରୁଛୁ। ମତେ ଏକ୍ସାମ୍ପଲ ଦେଲେ, ମହାଭାରତ ଏକ୍ସାମ୍ପଲ ଦେଲେ। ଅର୍ଜୁନ ବି ତାଙ୍କ ନିଜର ଭାଇମାନଙ୍କ ସାଥିରେ ଲଢେଇ କରିଥିଲେ। ତତେ ବି ଯୁଦ୍ଧ କରିବାକୁ ପଡିବ, ତତେ ନିଜ ଲୋକ ସାଥିରେ ଫାଇଟ କରିବ। ମୁଁ କହିଲି ଭାଇ ମୁଁ କରିପାରିବିନି। ନା ନାହିଁ ତୁ କର, ସେ ତତେ ଏମିତି ମିଛ କହୁଛନ୍ତି ମାନେ ତୁ କର। ମୁଁ କହିଲି ହଉ ଠିକ ଅଛି। ବାପାଙ୍କୁ ପଚାରିଲି, ମୁଁ କହିଲି ବାପା କଣ କରିବା? ବାପା କହିଲେ କଣ ଆମର ତ ସବୁ ସମାଧାନ ହେଇଥିଲା, ଆମର କିଛି କରାହବନି ବୋଲି, କିଛି କେସ୍ ଫେସ୍ କରିବନି, ତୁ ତ କେସ୍ ବନ୍ଦ କଲୁ। ତାପରେ ଯଦି ସିଏ ଏମିତି କରୁଛି ଠିକ ଅଛି ତୁ ଲଢେଇ କର, ମୁଁ ତ ସାଥିରେ ଅଛି।